ଆମେ ନିଖିଳ ଓଡ଼ିଶା ପୂର୍ତ୍ତି ବିଭାଗର ଅସ୍ଥାୟୀ କର୍ମଚାରୀ ସଂଘ। ତେଣୁ ଆମେ ଦୀର୍ଘ 20 ବର୍ଷ 25 ବର୍ଷ ହେଲା ଅସ୍ଥାୟୀ ଭାବେ ଖଟି ଆସୁଛୁ। ତେଣୁ 12/4/93 ପୂର୍ବ ସରକାର ଅମଳରେ 12/4/93ରେ ଗୋଟେ ବ୍ୟାନ୍ ଅର୍ଡ଼ର ଥିଲା ଯେ 12/4/93 ପରେ କୌଣସି ଡିପାର୍ଟମେଣ୍ଟରେ ପିଲା ନାହାନ୍ତି ବୋଲି ଏମାନେ ନିଲ୍ ରିପୋର୍ଟ ଦେଇ ଆସୁଥିଲେ। କିନ୍ତୁ ବର୍ତ୍ତମାନ ସରକାର ମୋହନ ମାଝୀ ସରକାର ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର ଗ୍ରିଭାନ୍ସରେ ଆମେ ସଂଘ ତରଫରୁ ସାର୍ଙ୍କୁ ଭେଟିଦେଲୁ। ସାର୍ ବି ଆମେ ଦୁଃଖରେ ଦୁଃଖୀ ହୋଇ 12/4/93 ପିରିୟଡ଼ରେ ଯେଉଁ ବ୍ୟାନ୍ ଅର୍ଡ଼ର ଥିଲା ତାକୁ ଉଠାଇ ପ୍ରତି ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ ଦେଇଥିଲେ ଯେ କେତେ ଅସ୍ଥାୟୀ କର୍ମଚାରୀ ଅଛନ୍ତି ତାଙ୍କର ଡିଭିଜନ୍ ୱାଇଜ୍ ସବୁ ଲିଷ୍ଟ ପ୍ରଦାନ କରିବା ପାଇଁ। ତେଣୁ ଦୁଃଖର ବିଷୟ ଯେ ଆମ ପୂର୍ତ୍ତି ବିଭାଗ ଡିଭିଜନ ପ୍ରାୟ ଓଡ଼ିଶାରେ 6-7ଟି ଡିଭିଜନ ନାଁ ଦେଇ ସାରିଥିବା ସ୍ଥଳେ ଜଗତସିଂହପୁର ସାର୍ ଏସି ସାର୍ ଆମର ସର୍ବେନ୍ଦୁ ସୁତାର ମହୋଦୟ ଆମର ଏପର୍ଯ୍ୟନ୍ତ ଲିଷ୍ଟ ପ୍ରଦାନ କରିନାହାନ୍ତି। ତେଣୁ ସେ ବିଷୟରେ ଆଜି ଆମେ ଆମରଣ ଅନଶନ କରିଛୁ। ଆମର ଲିଷ୍ଟ ପ୍ରଦାନ ନ କରିବା ଯାଏ ଆମର ଏ ଧର୍ମଘଟ ଚାଲୁ ରହିବ। ଦାବି ରହୁଛି ଆମର 2018 ମସିହାରେ ଗୋଟେ ଗ୍ରେଡେସନ୍ ଲିଷ୍ଟ ହେଇଥିଲା। ସେଇ ଗ୍ରେଡେସନ୍ ଲିଷ୍ଟ ଆଧାରରେ ଆମର ନାଁ ସବୁ ପଠାଯାଉ। ତେଣୁ ତାପରେ ବି ଗ୍ରେଡେସନ୍ ଲିଷ୍ଟରୁ ଯେଉଁମାନେ ନାଁରେ ବାଦ ଅଛନ୍ତି ଆଡ଼ିସନାଲି ତାଙ୍କ ନାମ ଯୋଡ଼ାଯାଇ ଉପରକୁ ପଠାଯାଉ, ସରକାରଙ୍କୁ ହସ୍ତାନ୍ତର କରାଯାଉ ଲିଷ୍ଟ।